ଆଜ୍ଞା ଆପଣମାନେ ଯେମିତିକି ଜାଣିଥିବେ କି ଅଗଷ୍ଟ 28 ତାରିଖ ଦିନ ଆପଣମାନଙ୍କୁ ହୁଏତ ରାକ୍ଷୀ ପୂର୍ଣ୍ଣିମା ଦିନ ବା ଅଗଷ୍ଟ 28 ତାରିଖ ଦିନ ଯେଉଁଦିନ କି ରାକ୍ଷୀ ପୂର୍ଣ୍ଣିମା ପଡ଼ୁଛି ସେହି ଅବସରରେ ଆପଣମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିର ଟଙ୍କା ଆଜ୍ଞା ମିଳିବାକୁ ଯାଉଛି। ତ ଏ ଯେଉଁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିର ଟଙ୍କା ଆଜ୍ଞା ସେହିଦିନ ଆପଣମାନଙ୍କୁ ମିଳିବାକୁ ଯାଉଛି। ରାଜ୍ୟର ଯୋଗ୍ୟ ହିତାଧିକାରୀ 1,30,00,000 ମହିଳାଙ୍କୁ ପାଖାପାଖି ସେହିଦିନ ଆଜ୍ଞା ପଞ୍ଚମ କିସ୍ତିର ଟଙ୍କା ମିଳିବ କିମ୍ବା ଯେଉଁମାନେ ନୂଆ ଆପ୍ଲାଏ କରିଛନ୍ତି ସେମାନଙ୍କୁ ବି ମଧ୍ୟ ସେହି ଅଗଷ୍ଟ 28 ତାରିଖ ଦିନ ସୁଭଦ୍ରା ଟଙ୍କା ମିଳିବ ବୋଲି କୁହାଯାଉଛି। ତ ଯେଉଁ ସୁଭଦ୍ରା ଟଙ୍କା ଆପଣମାନେ ପାଇବେ ତ ତାର ଆଜ୍ଞା ଆପଣମାନେ ମନେ ରଖନ୍ତୁ ଖାଲି ସୁଭଦ୍ରା ଟଙ୍କା ଆପଣମାନଙ୍କର ଆକାଉଣ୍ଟକୁ ଗଲେ ହେବନି। ସୁଭଦ୍ରା ଯୋଜନାର ଆପଣମାନେ କେମିତି ଚେକ୍ କରିବେ ନିଜ ନାମ, ଆପଣମାନେ ଯୋଗ୍ୟ ଅଛନ୍ତି କି ନାହିଁ ସୁଭଦ୍ରା ଯୋଜନାରେ ଲିଷ୍ଟଟି ଆପଣମାନେ କେମିତି ଚେକ୍ କରିବେ ଏହି ଭିଡ଼ିଓ ମାଧ୍ୟମରେ ହିଁ ବର୍ତ୍ତମାନ ଆପଣମାନେ ଜାଣିବାକୁ ପାଇପାରିବେ। ଆଉ ଯଦି ବି ମଧ୍ୟ ଚ୍ୟାନେଲକୁ ଆପଣମାନେ ପ୍ରଥମ ଥର ପାଇଁ ଆସିଛନ୍ତି ଯାହା ବି ଡାଉଟ୍ ଅଛି ଆପଣମାନଙ୍କର କମେଣ୍ଟ ସେକ୍ସନ୍ ଆଜ୍ଞା ଫାଙ୍କା ଅଛି, କମେଣ୍ଟ ବି ମଧ୍ୟ କରିପାରିବେ ଯାହା ବି ଆପଣମାନଙ୍କର ଅସୁବିଧା ଅଛି, ବୁଝିପାରିଲେ। ତ ନିଶ୍ଚିନ୍ତ ଭାବରେ ମୁଁ ବର୍ତ୍ତମାନ ଆପଣମାନଙ୍କୁ ଜଣେଇବି କି ସୁଭଦ୍ରା ଯୋଜନାର ଲିଷ୍ଟ ଆପଣମାନେ କେମିତି ଚେକ୍ କରିବେ। ଆଜି ସିନା ନୂଆ ଲିଷ୍ଟ ଆସିନି ବୋଲି, ତ ଯେବେ ବି ନୂଆ ଲିଷ୍ଟ ଆସିବ ଆପଣମାନେ ସେ ଲିଷ୍ଟକୁ କେମିତି ଚେକ୍ କରିବେ। ଆଉ ଯଦି କହିବା ଆପଣମାନଙ୍କର ଆଉ 5ରୁ 6 ଦିନ ପାଖାପାଖି ସୁଭଦ୍ରା ଟଙ୍କା ଆପଣମାନଙ୍କୁ ମିଳିଯିବ, ତ ସେହି ଟଙ୍କା ଆପଣମାନେ କେମିତି ଚେକ୍ କରିବେ ବର୍ତ୍ତମାନ ମୁଁ ଆପଣମାନଙ୍କୁ ଜଣାଉଛି। କେବଳ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚିନ୍ତ ଭାବରେ ଆପଣମାନେ ମଧ୍ୟ ଜାଣିପାରିବେ। ତ ଆପଣମାନେ କ'ଣ କରିବେ ନା ସୁଭଦ୍ରା ଯୋଜନାର ୱେବସାଇଟ୍କୁ ପ୍ରଥମେ ଆପଣମାନେ ପଳାଇ ଆସିବେ। ଯେମିତିକି ବର୍ତ୍ତମାନ ମୁଁ ସୁଭଦ୍ରା ଯୋଜନାର ୱେବସାଇଟ୍କୁ ବର୍ତ୍ତମାନ ପଳାଇ ଆସିଛି। ଆଉ ଏହି ୱେବସାଇଟ୍ ହିଁ ଆପଣମାନେ ଯଦି ଆସୁଛନ୍ତି ଦେଖନ୍ତୁ, ମୁଁ ଫାର୍ଷ୍ଟ ଟୁ ଲାଷ୍ଟ ଯାକେ ଆପଣମାନଙ୍କୁ କହୁଛି ଏହି ୱେବସାଇଟ୍କୁ ଯଦି ଆପଣମାନେ ଆସୁଛନ୍ତି ତାହେଲେ କିଛି ବି ମଧ୍ୟ ଅସୁବିଧା ନାହିଁ। ଯାହା ବି ଚେକ୍ କରିବା କଥା ଆପଣମାନେ ଚେକ୍ କରିବେ। ଇଏ ହେଉଛି ଗଭର୍ଣ୍ଣମେଣ୍ଟର ୱେବସାଇଟ୍ ହେଲା। ତ ଆପଣମାନେ କେମିତି ହିତାଧିକାରୀ ତାଲିକା ଚେକ୍ କରିବେ ଦେଖନ୍ତୁ, ବହୁତ ସାରା ଅପସନ୍ ଆପଣମାନଙ୍କ ସାମ୍ନାରେ ବର୍ତ୍ତମାନ ରହିଛି, ବୁଝିପାରିଲେ। ତ ବହୁତ ସାରା ଅପସନ୍ ଆପଣମାନଙ୍କ ସାମ୍ନାରେ ରହିଛି। ମୁଁ ଟିକେ ଜୁମ୍ ବି ମଧ୍ୟ କରିଦେଉଛି ଆପଣମାନେ ଯେମିତିକି ଦେଖିବାକୁ ସୁବିଧା ସୁଯୋଗ ହେବ। ଦେଖନ୍ତୁ ଆପଣମାନଙ୍କ ସାମ୍ନାରେ ମୁଁ ଜୁମ୍ ବି ମଧ୍ୟ କରିଦେଇଛି। ଯେମିତିକି ଫାର୍ଷ୍ଟ ଅପସନ୍ ଦେଖନ୍ତୁ, ଏଇ ଜାଗାରେ କ'ଣ ଅଛି ନା ଯୋଗ୍ୟତା ମାନଦଣ୍ଡ ଗୋଟିଏ ରହିଛି, ଆଉ ଗୋଟିଏ ରହିଛି ଆବେଦନକାରୀଙ୍କ ଦାୟିତ୍ୱ ଓ ଆବେଦନ ପ୍ରକ୍ରିୟା, ବୁଝିପାରିଲେ। ଏମିତି ବହୁତ ସାରା ଅପସନ୍ ଆପଣମାନଙ୍କ ସାମ୍ନାରେ ରହିଛି। ଟିକେ ଯଦି ଆମେ ତଳକୁ ସ୍କ୍ରୋଲ୍ କରିଦେବା ଆହୁରି ମଧ୍ୟ ଆପଣମାନଙ୍କର ଅପସନ୍ ଆସିଯିବ। ଯେମିତିକି ଫାର୍ଷ୍ଟ ଦେଖନ୍ତୁ କ'ଣ ନା ରହୁଛି ଅଭିଯୋଗ, ସେକେଣ୍ଡରେ ଯଦି ଆମେ କହିବା କ'ଣ ନା ନିର୍ଦ୍ଦେଶାବଳୀ ହେଲା, ଆଉ ଥାର୍ଡ଼ରେ ଦେଖନ୍ତୁ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଗୁଡ଼ିକ, ଫୋର୍ରେ ଦେଖନ୍ତୁ ମାନକ ପରିଚାଳନା ପ୍ରକ୍ରିୟା ବା SOP, ଆଉ 5ରେ ଦେଖନ୍ତୁ ହିତାଧିକାରୀ ତାଲିକା, 6ରେ ଦେଖନ୍ତୁ ବ୍ୟାଙ୍କ ଆକାଉଣ୍ଟ ସଚଳ ଅପଡ଼େଟ୍ କିମ୍ବା ଆବଶ୍ୟକ ତାଲିକା। ଏଇ 6ଟିରୁ ପଏଣ୍ଟ ଆପଣମାନଙ୍କ ପାଖରେ ଅଛି। ତ ଆପଣମାନେ କେମିତି ଚେକ୍ କରିବେ ନା ହିତାଧିକାରୀ ତାଲିକା ଆମର ଚେକ୍ କରିବାର ଅଛି। ଦେଖନ୍ତୁ ଏଇ ଜାଗାରେ ଯେଉଁ ଜାଗାରେ ମୁଁ ଜୁମ୍ ଟିକେ କରିଦେଲି ଆଉ ଯେଉଁ ଜାଗାରେ ମୁଁ ରାଉଣ୍ଡ ମାରିଲି କ'ଣ ଦେଇଛି ନା ଏଠି ହିତାଧିକାରୀ ତାଲିକା ଦେଇଛି। ତ ଏଇ ହିତାଧିକାରୀ ତାଲିକା ଉପରେ କ'ଣ କରିବା ନା ବର୍ତ୍ତମାନ ଆମେ କ୍ଲିକ୍ କରିଦେବା, ବୁଝିପାରିଲେ। ହିତାଧିକାରୀ ତାଲିକା ଉପରେ ଦେଖନ୍ତୁ ଆଉ ମୁଁ ଆପଣମାନଙ୍କର କ୍ଲିକ୍ କରିଦେଇଛି। ଆଉ ଯଦି ଆମେ ଟିକେ ଜୁମ୍ କରିବା, ବୁଝିପାରିଲେ, ଦେଖନ୍ତୁ ମୁଁ ଜୁମ୍ ବି ମଧ୍ୟ କରିଦେଇଛି। ଦେଖନ୍ତୁ ପ୍ରଥମେ ଗୋଟିଏ ଏଇଠି ଦେଇଛି କ'ଣ ନା ଅସ୍ଥାୟୀ ହିତାଧିକାରୀ ତାଲିକା ହେଲା, କ'ଣ ନା ହିତାଧିକାରୀ ତାଲିକା, ଆଉ ଗୋଟିଏ ଦେଇଛି ଅସ୍ଥାୟୀ ହିତାଧିକାରୀ ତାଲିକା। ତ ହିତାଧିକାରୀ ତାଲିକା ଉପରେ ଯଦି ଆମେ ବର୍ତ୍ତମାନ କ୍ଲିକ୍ କରିବା ତ ହିତାଧିକାରୀମାନଙ୍କର ଲିଷ୍ଟ ଯଦି ଆମେ କହିବା ବର୍ତ୍ତମାନ ଆସିଯିବ। ଆଉ ଯଦି ଅସ୍ଥାୟୀ ହିତାଧିକାରୀ ତାଲିକା ଉପରେ ଆମେ କ୍ଲିକ୍ କରିବା ତ ଅସ୍ଥାୟୀ ହିତାଧିକାରୀ ତାଲିକାମାନଙ୍କର ଲିଷ୍ଟ ବର୍ତ୍ତମାନ ଆସିଯିବ। ଆଉ ଯଦି ମଧ୍ୟ ନୂଆ ଲିଷ୍ଟ ବର୍ତ୍ତମାନ ସୁଦ୍ଧା ଆସିନି ତାହେଲେ ବିଲକୁଲ ବି ଭାବରେ ଆପଣମାନେ ବ୍ୟସ୍ତ ହୁଅନ୍ତୁନି, କାହିଁକିନା ସୁଭଦ୍ରା ଯୋଜନା ଆହୁରି 5ରୁ 6 ଦିନ ଅଛି ମିଳିବା ପାଇଁ। ତ ଆପଣମାନେ କେବଳ ଆଜିଠୁ ଜାଣିଥାନ୍ତୁ, ଏମିତି ଯାଇକି ଚେକ୍ କରିଦେବେ ଆପଣମାନେ ହେଲା। ପ୍ରଥମେ ଦେଖନ୍ତୁ କ'ଣ ଦେଇଛି, ଗୋଟି ଗୋଟି କରି ସମ୍ପୂର୍ଣ୍ଣ ଜିନିଷ ଆପଣମାନେ ବୁଝନ୍ତୁ, ଟିକେ ବି ଭୁଲ ହେଲେ ଆପଣମାନଙ୍କ ନାମ ଆଉ ଆସିବନି। ପ୍ରଥମେ ଦେଖନ୍ତୁ କ'ଣ ଦେଇଛି ନା ଜିଲ୍ଲା ହେଲା, ସେକେଣ୍ଡ ଦେଖନ୍ତୁ କ'ଣ ଦେଇଛି ନା ବ୍ଲକ ବା ULB, ଥାର୍ଡ଼ରେ ଦେଖନ୍ତୁ କ'ଣ ଦେଇଛି ଗ୍ରାମ ପଞ୍ଚାୟତ ଯାହାକୁ କି GP ବୋଲି କୁହାଯାଉଛି, ଆଉ ଗୋଟେ ଦେଇଛି ୱାର୍ଡ଼, ବୁଝିପାରିଲେ। ଏହି 3ଟି ଅପସନ୍। ପ୍ରଥମେ ଜିଲ୍ଲା, ଆମ ନିଜର ଜିଲ୍ଲା ବର୍ତ୍ତମାନ ଆମେ ଚୟନ କରିଦେବା, ବୁଝିପାରିଲେ। ନିଜର ଜିଲ୍ଲା ଆପଣମାନେ ବି ମଧ୍ୟ ଚୟନ କରିଦିଅନ୍ତୁ। ମୁଁ ବି ମଧ୍ୟ ଜିଲ୍ଲା ଚୟନ କରିଦେଲି।
ଆଉ ସେକେଣ୍ଡରେ ଗୋଟିଏ ଅଛି କ'ଣ ନା ବ୍ଲକ୍ ବାଇ ୟୁଏଲ୍ବି। ବ୍ଲକ୍ ବାଇ ୟୁଏଲ୍ବି ମଧ୍ୟ ମୁଁ ଚେକ୍ କରିଦେଲି। ଆଉ ଥାର୍ଡ଼ରେ ଦେଖନ୍ତୁ କ'ଣ ଦେଇଛି ନା ଗ୍ରାମ ପଞ୍ଚାୟତ ହେଲା, ଗ୍ରାମ ପଞ୍ଚାୟତ ବି ମଧ୍ୟ ମୁଁ ଚେକ୍ କରିଦେଲି। ଏଠି ସମ୍ପୂର୍ଣ୍ଣ ଡିଟେଲ୍ସ ଆପଣମାନେ ନିଜ ନିଜର ଦେଇସାରିବା ପରେ ଏଠି ଯେଉଁ ଦେଖନ୍ତୁ ଅପସନ୍ ଅଛି, ମୁଁ ଯେଉଁଠି ରାଉଣ୍ଡ ମାରିଲି ତ ସେ ଦେଖନ୍ତୁ ଅପସନ୍ ଉପରେ କ'ଣ କରିବେ ନା ବର୍ତ୍ତମାନ ଆପଣମାନେ ସେ ଦେଖନ୍ତୁ ଅପସନ୍ ଉପରେ କ୍ଲିକ୍ଟିଏ କରିଦେବେ। ଦେଖନ୍ତୁ ମୁଁ ବି ମଧ୍ୟ ସେ ଅପସନ୍ ଉପରେ ବର୍ତ୍ତମାନ କ୍ଲିକ୍ କରିଦେଲି, ବୁଝିପାରିଲେ। ଦେଖନ୍ତୁ ହେଲା, ଯେତେବେଳେ ଆମେ କ୍ଲିକ୍ କରିଦେଲେ ତ ଏଇଠି ଆପଣମାନେ ଦେଖନ୍ତୁ ଗ୍ରାମ ପଞ୍ଚାୟତ, ଏଇ ଗ୍ରାମ ପଞ୍ଚାୟତର ଆପଣମାନେ ଅନୁମୋଦିତ ତାଲିକା ଦେଖନ୍ତୁ ତଳେ ଆସିଯାଇଛି ହେଲା। ତା ତଳକୁ ଟିକେ ଦେଖନ୍ତୁ ପ୍ରତ୍ୟାଖ୍ୟାନ ତାଲିକା ହେଲା, ଅନୁମୋଦନ ତାଲିକା ଆଉ ପ୍ରତ୍ୟାଖ୍ୟାନ ତାଲିକା ଦୁଇଟି ଆପଣମାନେ ଅଛି। ତ ସେ ଅନୁମୋଦନ ତାଲିକା ଉପରେ ଆପଣମାନଙ୍କର ଯଦି ନାମ ଦେଖିବାକୁ ଚାହୁଁଛନ୍ତି ସେ ଅନୁମୋଦନ ତାଲିକା ଉପରେ ଆପଣମାନେ କ୍ଲିକ୍ କରିଦେବେ। ଦେଖନ୍ତୁ କ୍ଲିକ୍ ବି ମଧ୍ୟ ହୋଇଯାଇଛି। ଆଉ ଦେଖନ୍ତୁ ମୁଁ ଯେତେବେଳେ ଓପନ୍ କରିବି ଏଇ ଜାଗାରେ ଦେଖନ୍ତୁ ମୁଁ ବର୍ତ୍ତମାନ ଓପନ୍ ବି ମଧ୍ୟ କରିଦେଲି। ଯେଉଁ ଓପନ୍ କଲି ଦେଖନ୍ତୁ ବର୍ତ୍ତମାନ ସାମ୍ନାରେ ଆପଣମାନଙ୍କର ଲିଷ୍ଟ ଆସିଯାଇଛି। ଦେଖନ୍ତୁ କେତେ ସାରା ଲିଷ୍ଟ ଆପଣମାନଙ୍କ ସାମ୍ନାରେ ଆସିଯାଇଛି। କେତେ ମୁଁ ସ୍କ୍ରୋଲ୍ କରୁଛି ଆପଣମାନେ ଦେଖନ୍ତୁ ବର୍ତ୍ତମାନ କେତେ ସାରା ଲିଷ୍ଟ ଆପଣମାନଙ୍କ ସାମ୍ନାରେ ଆସିଯାଇଛି। ବର୍ତ୍ତମାନ ଆପଣ ଚାହିଁଲେ ନିଜ ନିଜର ଜିଲ୍ଲା, ନିଜ ନିଜର ଗ୍ରାମ ପଞ୍ଚାୟତ, ନିଜ ନିଜର ବ୍ଲକ୍ ଡିଟେଲ୍ସରେ ଦେଇକି ଏମିତି ଚେକ୍ କରିପାରିବେ ନିଜ ନାମଟି, ବୁଝିପାରିଲେ। ଏଇଭଳି ଭାବରେ ଆପଣମାନଙ୍କର ନାମଟି ଚେକ୍ ହେଉଛି। ଆଉ ଯଦି ମଧ୍ୟ ଆପଣମାନେ ଚେକ୍ କରିବାକୁ ଚାହୁଁଛନ୍ତି ନିଶ୍ଚିନ୍ତ ଭାବରେ ଏଇ ଜିନିଷଟା ମଧ୍ୟ ମନେ ରଖିଥାନ୍ତୁ। ଏଇଭଳି ଭାବରେ ମୁଁ ଯେଉଁଭଳି ଭାବରେ ଚେକ୍ କଲି ଆପଣମାନେ ବି ଚାହିଁଲେ ଚେକ୍ କରିପାରିବେ। ଆଉ ଭିଡ଼ିଓଟି ଯଦି ଭଲ ଲାଗିଛି ଭିଡ଼ିଓଟିକୁ ଆଜ୍ଞା ଲାଇକ୍ କରନ୍ତୁ ଏବଂ ବହୁ ମାତ୍ରାରେ ମଧ୍ୟ ସେୟାର କରନ୍ତୁ କି ଆପଣମାନେ ସିନା ପାଇଯିବେ, ରାଜ୍ୟର ଅଧିକାଂଶ ଗରିବ ଲୋକମାନେ ବଞ୍ଚି ରହିବେ। ସେମାନଙ୍କ ପାଖକୁ ମଧ୍ୟ ଭିଡ଼ିଓଟିକୁ ସେୟାର କରନ୍ତୁ ଯେଉଁମାନେ କି ଏ ବିଷୟରେ ମଧ୍ୟ କିଛି ଜାଣିନଥିବେ, ସେମାନେ ମଧ୍ୟ କିଛି ଜାଣିବାକୁ ପାଇବେ ଏବଂ କିଛି ଶିଖିବାକୁ ପାଇବେ। ତାହେଲେ ରହୁଛି ଆଉ ଗୋଟିଏ ଭିଡ଼ିଓରେ ଆପଣମାନଙ୍କ ସହ। କମେଣ୍ଟ ସେକ୍ସନ୍ ଫାଙ୍କା ଅଛି, ଯାହା ବି ପଚାରିବା କଥା କମେଣ୍ଟ ସେକ୍ସନ୍ରେ ପଚାରି ଦିଅନ୍ତୁ। ମୁଁ ଆପଣମାନଙ୍କର 1 ଘଣ୍ଟା ଭିତରେ ରିପ୍ଲାଏ ନିଶ୍ଚିନ୍ତ ଭାବରେ ଦେବି। ତାହେଲେ ରହୁଛି ଆଉ ଗୋଟିଏ ଭିଡ଼ିଓରେ ଆପଣମାନଙ୍କ ସହ ପୁଣି ଦେଖା ହେବ। ଜୟ ଜଗନ୍ନାଥ।